ଆରେ ମୁଁ କେତେ କଷ୍ଟରେ ସନ୍ଦେହ କରିକିରି ଏଠି ମୁଁ ଫଳ ରଖିଥିଲି। ମୋତେ ଟିକେ ଛାଇନି ଲାଗି ଯାଇଥିବାରୁ ମୁଁ ଟିକେ ନିଦରେ ଶୋଇ ପଡ଼ିଥିଲି। ହେଲେ ଉଠିକି ଦେଖିଲେ ବେଳକୁ ମୁଁ ରଖିଥିବା ଫଳ ସବୁ ନାହିଁ, ଶୂନ୍ୟ ହେଇଯାଇଛି। ତାମାନେ ଫଳ ସବୁ କିଏ ନେଇକି ଗଲେ? ଏଠି ତ ମଣିଷର ଗନ୍ଧ ଶୁଭା ଯାଉନି, ପୁଣି ଏ ଜାଗାରୁ ମୋ ଫଳ ଶୂନ୍ୟ ହେଲା କେମିତି? କିଏ ନେଇକି ଗଲେ? କାହାରିକୁ ମୁଁ ଦେଖିପାରୁନି। ତାହେଲେ ମୋ ଫଳ ସବୁ କିଏ ନେଇକି ଗଲେ? କେମିତି ଫଳ ସବୁ ଶୂନ୍ୟ ହେଇଗଲା ମୁଁ ବୁଝିପାରୁନି। ଆରେ ଯୁବତୀ ମାନେ, ଆରେ ଆରେ ଯୁବତୀ ମାନେ, ଆରେ ମୁଁ ତୁମମାନଙ୍କୁ ଡାକୁଛି, ଟିକେ ଶୁଣିବ କି? ଆରେ ଟିକେ ଶୁଣିବ? କଣ ହେଲା? କାହିଁକି ନା ମୁଁ କିଛି ସମୟ ପୂର୍ବରୁ କିଛି ଫଳ ସଂଗ୍ରହ କରିକି ବୃକ୍ଷ ମୂଳେ ରଖିଥିଲି। କଣ ରଖିଥିଲ? ଫଳ ମତେ ଟିକେ ଛାଇନିଦ ଲାଗି ଯାଇଥିବାରୁ ମୁଁ ଟିକେ ନିଦରେ ସେ ବୃକ୍ଷ ମୂଳେ ଶୋଇ ପଡ଼ିଥିଲି। ହେଲେ ଉଠିକି ଦେଖିଲେ ବେଳକୁ ମୁଁ ରଖିଥିବା ଫଳ ସବୁ ଶୂନ୍ୟ ହେଇଯାଇଛି। ତୁମେମାନେ ତ ଅନେକ ସମୟରେ ବୁଲାବୁଲି କରୁଥିବ ବୋଧେ। ହେଲେ ଗୋଟିଏ କଥା ମତେ କୁହ, ତମେମାନେ କଣ ଜାଣିଛ ମୋ ଫଳ ସବୁ କିଏ ନେଇକି ଯାଇଛନ୍ତି? ଏ ଭଳି ବଢିଲ ହାଲୋ କେମିତି କରିବଲ? ଏ ଭଉଣୀ ହଁ ହେଇଟି ଦିସୁଲୋ କହିଦେଲ ତୁ। କହିଦେବି କିଲ? ହଁ ତାହେଲେ ଠିକ ଅଛି ଲ। ଏ ବିରା କଣ ହେଲା? ତମ ଫଳ ମିଳ ନା? ହଁ ମୋ ଫଳମୂଳଟା ଜାଣିଛ ତୁମେ? କଣ ହେଲା? ଆଲୋ ଶୀଘ୍ର କୁହ। ତମ ଫଳ ମିଳ ନା? ହଁ ମୋ ଫଳମୂଳଟା। ଆମେ ଆମ ଖାଇ ଦେଇଛୁ। ହେ ଆରେ କେତେ କଷ୍ଟରେ ମୁଁ ଫଳ ସଂଗ୍ରହ କରିଥିଲି, ଆଉ ସେ ଫଳ ସବୁ ତମେ ଆଉ ତୁମ ଅପା ମାନେ 5 ଜଣ ମିଶିକି ମୋ ଫଳ ସବୁ ଖାଇଦେଇଛ। ହଁ ଆଚ୍ଛା ଦେଖେ, ତମ ଅପାକୁ ଟିକେ ଡାକିଲ, କେମିତି ମୋ ବିନା ଅନୁମତିରେ ମୋ ଫଳ ସବୁ ଖାଇଦେଇଛନ୍ତି। ଆରେ ଶୀଘ୍ର ତୁମ ଅପା ଗୁଡାକ କୋଉଠି ଅଛନ୍ତି ସିଏ? ଏ ଅପା ଅପଲା ଏ ଅପା କଣ ହେଇଛି? ଏମିତି ଚିତ୍କାର କରୁଛ କଣ ପାଇଲ? ଏ ଅପା ହଁ ସେ ବିର ନା ଆମକୁ ଗାଲି ଦଉଛନ୍ତି ମା। କାଲି କୋଉ ବିରେ ତମେ ମାନଙ୍କୁ ଗାଲି କରିଛନ୍ତି? ସେ ଫଳମୂଳ ଖାଇଲେ ସେଥିପାଇଁ ଲ। ଫଳମୂଳ ତମ ଖାଇଛ? ପଛପଟରେ ଅଛନ୍ତି ସେ ବିର। ଇଏ ତମକୁ ଗାଲି କରିଛନ୍ତି? ହଁ ହେଲେ ସାଙ୍ଗ, ଏ ଅରଣ୍ୟର ଫଳ ତ ସମସ୍ତେ ଖାଇପାରିବେ, ହେଲେ ସେ ଏ ଅରଣ୍ୟର ଫଳ ଖାଇছে ବୋଲି ଗାଲି କରୁଛନ୍ତି କଣ ପାଇଁ? ମୁଁ ତ କିଛି ବୁଝିପାରୁନି। ଏ ଅପା ସାଙ୍ଗ, ଆମେ ଅରଣ୍ୟ ବନରେ ଫଳମୂଳ ବହୁତ ଖୋଜିଲୁ ଲୋ, ଗୋଟିଏ ବି ଫଳମୂଳ ମିଳିଲା ନାହିଁ। ଏତେ ବଡ ଅରଣ୍ୟରେ ଫଳ ମିଳିଲାଣି ତମ ମାନଙ୍କୁ? ହଁ ହେଲେ ସେ ମିଠା ଫଳ ଆଣିଲ କୋଉଠୁ? ସେ ବୀର ସଂଗ୍ରହ କରି ରଖିଥିଲେ, ସେ ଫଳମୂଳକୁ ଆମେ ଚୋରି କରିକି। ତାମାନେ ତମେ ଅନ୍ୟକୁ ସଂଗ୍ରହ କରିଥିବା ଫଳକୁ ତମେ ଚୋରି କରିକି ଆଣିଛ ହଁ ଆଉ ମତେ ଖାଇବା ପାଇଁ ଦେଇଛ? ଆଲୁ ସାଙ୍ଗ, ହ୍ୟାଲୋ ତମେ ଯାହା ସବୁ କଲ ଏକଦମ ଭୁଲ କାମ ସବୁ କରିଦେଇଛ। ଏବେ ସେ କଣ ଭାବୁଥିବେ କହିଲ? ଏ ଅପା ସାଙ୍ଗ, ଭୁଲ ତ କରିছিল, କଣ କରିବା ଆଉ? ଏଇନେ ମତେ ଶୁଣିବାକୁ ପଡିବ ନୁହଁ କି? ମୋ ସାଙ୍ଗମାନେ କେତେ ଗେଲିଟା ନୁହଁ କି? ତମେ ଭୁଲ କରିବ ଆଉ ଗାଲିଟା ମୁଁ ଶୁଣିବି ଆଉ। ଠିକ ଅଛି, ମୁଁ ତାଙ୍କ ସହିତ କଥା ହଉଛି, ତମେ ମାନେ ଜମାରେ ବ୍ୟସ୍ତ ହବନି ହେଲା। ହ୍ୟାଲୋ ଟିକେ ଶୁଣ ତୁ। ଆଚ୍ଛା, ତାମାନେ ତୁମେ ହେଉଛ ଏ 4 ଜଣ ଯୁବତୀଙ୍କର ଅପା? ହଁ, ହେଲେ ମୁଁ ଶୁଣିବାକୁ ପାଇଲି ହୁଁ ତମେ ମୋ ସାଙ୍ଗମାନଙ୍କୁ ଏମିତି ଗାଲି ଗୁଲଜ କରୁଛ। ହଁ, ହେଲେ କଣ ପାଇଁ? କାହିଁକି ନା ମୁଁ କାହିଁକି କେତେବେଳେ ଫଳ ସଂଗ୍ରହ କରିକି ଏଇ ଗଛ ମୂଳେ ରଖିଥିଲି, ମତେ ଟିକେ ଛାଇ ନିଦ ଲାଗିଥିବାରୁ ମୁଁ ଟିକେ ନିଦରେ ଶୋଇ ପଡିଥିଲି। ହେଲେ ଉଠିକି ଦେଖିଲା ବେଳକୁ ଯୁବତୀ ମାନେ କହୁଛନ୍ତି ତମେ କଣ ସେ 4 ଜଣ ଆଉ ତମେ ମିଶିକି ମୋ ଫଳ ସବୁ ଖାଇ ଦେଇଛ? ଓ, ସେଇଟା ତାହେଲେ ତମେ ସଂଗ୍ରହ କରିଥିବା ଫଳ? ହଁ ଦେଖ, ଆମ ମାନଙ୍କୁ ବହୁତ ଭୋକ ହୋଇଥିଲା। ଆଚ୍ଛା। ମନ୍ଦିର ଆସିଥିଲି ତ ଭୋକ ସମ୍ଭାଳି ପାରିଲୁନି, ହଁ। ସେଥିପାଇଁ ଅନେକ ଜାଗା ମୋ ସାଙ୍ଗମାନେ ଫଳ ଖୋଜିଲେ, ହେଲେ ପାଇଲେନି, ସେଥିପାଇଁ ତମେ ସଂଗ୍ରହ କରିଥିବା ଫଳ ସବୁ ଖାଇଦେଇଛୁ। ଦେଖ, ହାତ ଯୋଡି ମୋ ସାଙ୍ଗମାନଙ୍କ ତରଫରୁ ମୁଁ ତମକୁ କ୍ଷମା ମାଗି ନେଉଛି। କିଛି ଚଳିବନି। ତମେ କଣ ଭାବୁଛ ଆରେ ମୋ ଆଗରେ ହାତ ଯୋଡି ଦେଲେ ଏତେ ସହଜରେ ମୁଁ କ୍ଷମା କରିଦେବି? ତାହେଲେ କାହିଁକି ଜାଣିଛ ନା,
ସେ ଫଳ ସବୁ ମୁଁ କାହିଁକି ସଂଗ୍ରହ କରିଥିଲି ଜାଣିଛ? କଣ ପାଇଁ? କାହିଁକି ନା ଏ ଫଳ ସବୁ ସଂଗ୍ରହ କରିକି ମୋ ପିତାଙ୍କ ପାଖକୁ ଯାଇଥିଲି। ଏ ଫଳମୂଳ ନେଇକି ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ପୂଜା ଅର୍ଚ୍ଚନା କରିଥାନ୍ତି। ଆଉ ସେଇ ଫଳ ସବୁ ଏତେ ସହଜରେ ତମେ ସବୁ ଖାଇଦେଇଛ। ତାମାନେ ସେ ଫଳ ପୂଜା କାମରେ ଲାଗିଥାନ୍ତା। ହଁ ହେ ଭଗବାନ, ଏଠି ତ ବହୁତ ବଡ଼ ଭୁଲ ହେଇଗଲା। ଦେଖ, ମାନୁଛି ଆମେ ନ ଜାଣିକି ତମ ଫଳ ଆମେ ଚୋରି କରିକି ଖାଇଛୁ। ତେଣୁକରି ପୁଣି ଥରେ ଦଶାଙ୍ଗୁଳି ନିବେଦନ ଜଣାଇ ତମକୁ କ୍ଷମା ପ୍ରାର୍ଥନା କରୁଛି। ଜମାରେ ମୁଁ ଶୁଣିବିନି। ତାହେଲେ ତାହେଲେ ଆମକୁ ଏମିତି କଣ କରିବାକୁ ହବ? କଣ କରିବାକୁ ପଡିବ? ହଁ, ଆରେ ମୁଁ ଯେମିତି ଫଳ ସଂଗ୍ରହ କରିକି ଏ ବୃକ୍ଷ ମୂଳେ ରଖିଦେଲି, ଠିକ୍ ସେମିତି ତୁମେ ମଧ୍ୟ ଅତି କମ ସମୟ ମଧ୍ୟରେ ମତେ ତୁମେ ଫଳ ସଂଗ୍ରହ କରିକି ନିଶ୍ଚିତ ଭାବରେ ଦେବାକୁ ପଡିବ। କଣ ହେଲେ ତମ ପାଇଁ ମୁଁ ଫଳ ସଂଗ୍ରହ ଆଉ କରିବି? କିଏ କରିବ? ନା ନା, ମୁଁ ଜମାରୁ ପାରିବିନି। ଜମାରୁ ପାରିବନି? ନା, ଆରେ ଶୁଣିଲ? ଅନ୍ୟ ଜିନିଷ ଚୋରି କରି ଖାଉଥିବା ମଣିଷ ମାନଙ୍କୁ ତୁମ ବୋଲି ନାରୀ ମାନଙ୍କୁ କଣ କୁହାଯାଏ ଜାଣିଛ? କଣ? ଫଳ ଚୋରାଣୀ। ଦେଖ, ତମ ଫଳ ମୁଁ ଚୋରି କରିନି। ଆଚ୍ଛା, ମତେ ଜମାରୁ ଚୋରଣି କହିବନି ହେଲା। କିନ୍ତୁ ଚୋରି କରିଛନ୍ତି ସେମାନେ। ଖାଇଲେ ବେଳକୁ ତମେ ଖାଇଛ ନା? ମାନୁଛି ମୁଁ ଖାଇଛି। ଆଚ୍ଛା, ଚୋରି ତ କରିନି ନା। ହଁ, ଚୋରି କରୁଛନ୍ତି ଅଲଗା ଲୋକ, ଆଉ ଖାଉଛନ୍ତି ଅଲଗା ଲୋକ। ଦେଖ, ସେଥିପାଇଁ ତମ ପାଖରେ କ୍ଷମା ପ୍ରାର୍ଥନା କରୁଛି। ହେଲେ ତମେ ତ ବୁଝୁନ। କେମିତି ବୁଝିବି? ଆରେ କେତେ କଷ୍ଟରେ ମୁଁ ଫଳ ସଂଗ୍ରହ କରିଥିଲି, ଆଉ ସେଇ ଫଳ ସବୁ ମନ ଇଚ୍ଛା ଖାଇ ଦେଇଗଲ। କେମିତି ମୁଁ ବୁଝିବି? ଦେଖ, ତମେ ଯାହା କରିବା ଅଛି କରିନି ହେଲା। ହେଲେ ତମ ପାଇଁ ନା ମୁଁ ଜମାରୁ ଫଳ ସଂଗ୍ରହ କରିବାନି ହେଲା। ତାହେଲେ ସେଇ କଥା ହିଁ କହି ଚାଲୁଥିବି। କଣ? ଫଳ ଚୋରାଣୀ, ଫଳ ଚୋରାଣୀ, ଫଳ ଚୋରାଣୀ। ପଚାର। ଦେଖ, ସାମାନ୍ୟ ଫଳ ପାଇଁ ତମେ ମତେ ଚୋରଣି ଜମାରୁ ସଜାଇ ପାରିବନି। ସାମାନ୍ୟ ଫଳ? ଆଉ ନୁହେଁ ତ କଣ? ଆଉ ସେଇ ଫଳ ଯଦି ସାମାନ୍ୟ ଫଳ, ତାହେଲେ ସେ ସାମାନ୍ୟ ଫଳଟା ମତେ ଶୀଘ୍ର ଶୀଘ୍ର ଚୋଲିକି ଦେଉନ। ଠିକ ଅଛି, ତମ ଫଳ ତମକୁ ନିଶ୍ଚୟ ମିଳିଯିବ। ହେଲେ ମନେ ରଖ ଯେମିତି ତମ ଫଳ ପାଇଗଲା ପରେ ମତେ ଯେମିତି ଆଉ ଚୋରଣି କହିବନି। ଆରେ ପ୍ରଥମ ଫଳ ସଂଗ୍ରହ କରିକି ଦିଅ। ଆରେ ଆଣିବି ମା। ଯାଅ ଶୀଘ୍ର, ଯାଉଛି ହେଲା। ଶୀଘ୍ର ମତେ ଫଳ ସଂଗ୍ରହ ଆରେ କରିକି ଦିଅ। ଯାଉଛି। କହିଲି ପରେ ଶୀଘ୍ର ଯାଅ। ଆରେ ଯାଉଛି ମା। ଯାଅ। ଆଜି କଣ ହେଲା? କଣ ତୁମ କିଛି ହେଇନି କିଲ?
ନା 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 ମୋର ତ କିଛି ହେଇନି। ସତ କହୁଛ ମ? ନା ଏ ଅପା ସାଙ୍ଗ ତୋ ଧୀର ଉପରେ ପଡ଼ିଥିଲା ନା? ଆଲୋ ହଁ ଗୋଡ଼ଟା ଖସି ପଡ଼ିଲା ତେଣୁକରି ତାଙ୍କ ଉପରେ ମୁଁ ପଡ଼ିଗଲି। ତା ମାନେ ତ ତୁମକୁ କିଛି ହେଇଛି ମା? କିଛି ହେଇଛି ମାନେ ବହୁତ କିଛି ହେଇଛି। କଣ ହେଇছিল? କଣ ହେଇଛି ଶୁଣିବ? ହଁ ନା ମ ଲାଜ ଲାଗୁଛି। ଏ ଅପା ଆମେ ତୁମ ସାଙ୍ଗମାନେ ନା? ଆଲୋ ଏଇ ସାଙ୍ଗ ଆଇଲା ଜାଣିଛୁ ତାଙ୍କ ଉପରେ ପଡ଼ିଲା ପଟୁ କାହିଁକି ଜାଣି ମତେ କେମିତି କେମିତି ଲାଗୁଛି। କେମିତି କେମିତି ଦେହଟା ନା ଭାରି ଶୀତେଇ ଉଠିছিল। ସତରେ ଅପା? ହଲୋ ହେଲେ ସାଙ୍ଗ ମୁଁ ତ ତାଙ୍କ ଉପରେ ପଡ଼ି ଯାଇଥିଲି। ଯାଇକି ଟିକେ ପଚାରି ବୁଝୁନ ତାଙ୍କର କଣ କିଛି କ୍ଷତି ହେଇନି ତ? ଠିକ ଅଛି ଲା ଯାଅ ଏ ବିରା କଣ ହେଲା କଣ ତୁମକୁ କିଛି ହେଇନି? ମୋର ହୁଁ କିଛି ବି ହେଇନି। ଏ ସତ କୁହ ମ? ଆରେ ସତ କହୁଛି ମୋର ଜମାରୁ ବି କିଛି ହେଇନି। ତମେ ମିଛ କହୁଛ? ନାଇଁ 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 କାଇଁ ମିଛ କହିବି, ସତ କଥା ହିଁ କହୁଛି। ମୋର କିଛି ବି କ୍ଷତି ହେଇନି। ଏ ଦେଖୁନ ଯେମିତି ଆଗରୁ ଥିଲି ଠିକ ଏଇନି ବି ସେମିତି ଅଛି। ଏ ଅପା ହଲୋ ସେ ତ କହୁଛନ୍ତି କିଛି ହେଇନି। ସାଥୀ ହେଲେ ସାଙ୍ଗ ମତେ ଗୋଟେ ଚିନ୍ତା ଘାରି ରହୁଛି। କଣ ହେଲା? ଆଲି ତାଙ୍କ ଫଳ ଆମେ ଚୋରି କରିକି ଖାଇଛେ। ହଁ ସେ କଣ ଭାବୁଥିବେ କି ଜାଣେ? ନାଇଁ ନାଇଁ ତାଙ୍କୁ ପଚାରି ବୁଝିବାକୁ ହବ। ହ୍ୟାଲୋ ତମେ ସେଠି ଅପେକ୍ଷା କର ମୁଁ ତାଙ୍କୁ ପଚାରି ବୁଝୁଛି ହେଲା। ଠିକ ଅଛି ଲା ଠିକ ଅଛି ଟିକେ ଶୁଣନ୍ତୁ। ମତେ କହୁଥିଲେ ନା? ଆରେ ହଁ ହଁ କୁହନ୍ତୁ। ଦେଖ ହଁ ତମ ଫଳ ସଂଗ୍ରହ କରିବା ପାଇଁ ମୁଁ ଅନେକ ଚେଷ୍ଟା କରିଛି ହେଲେ ନା ମୁଁ ଗୋଟାଏ ଫଳ ତୋଳି ପାରିଲିନି। ମୁଁ ଚେଷ୍ଟାରେ ବିଫଳ ହେଇସାରିଛି। ତେଣୁକରି ଦେଖ ଆମ ସାଙ୍ଗମାନଙ୍କ ସହିତ ମତେ ଦୟାକର ଆଉ କ୍ଷମା କରିଦିଅ। ତମ ଫଳ ଆଉ ଆମେ ଜମାରୁ ସଂଗ୍ରହ କରିପାରିବୁ। ଆରେ ନାଇଁ 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 ତମେ ଏମିତି ମତେ ହାତ ଯୋଡ଼ି କ୍ଷମା ମାଗିବାର କିଛି ଆବଶ୍ୟକ ନାହିଁ। ତାହେଲେ କାହିଁକି ନା ମୁଁ ଆଗରୁ ତୁମମାନଙ୍କୁ କ୍ଷମା କରିଦେଇଛି। କଣ ହେଲା? କ୍ଷମା କରିଦେଇଛି। ସତ କହୁଛ? ସତ କହୁଛି। ଆରେ ଝିଅ ପିଲାମାନେ ହେଇକି ସତ ଚେଷ୍ଟା କରିଥିଲେ ଫଳ ତୋଳିବା ପାଇଁ, ହଁ ଅବଶ୍ୟ ବିଫଳ ହେଇ ପଡ଼ିଛ। ସେଥିରେ କଣ ଅଛି? ତମ ମନକୁ କ୍ଷମା କରିଦେଇଛି। ସତେ? ହେଲେ ଶୁଣ ତୁମମାନେ ଝିଅ ପିଲାମାନେ ଅନେକ ସମୟ ହେଲାଣି ଏଠି ବୁଲାବୁଲି କରୁଛ ବୋଧେ। ତମ ଘର ଲୋକ ନିଶ୍ଚିତ ଭାବରେ ତୁମକୁ ଅପେକ୍ଷାରେ ରହିଥିବେ। ଆରେ ହଁ ତ ଏମିତି ଅରଣ୍ୟରେ ଆସିକି ବୁଲାବୁଲି କରି ବହୁତ ସମୟ ହେଇଗଲାଣି। ନା ନା ଆମକୁ ଯେମିତି ହେଲେ ଯିବାକୁ ପଡିବ। ତେଣୁକରି ମୁଁ କହିବା କଥା ହେଲା ତମେ 4 ଜଣ ସାଙ୍ଗରେ ମିଶି ତୁମ ସାଙ୍ଗରେ ମିଶିକି 5 ଜଣ ନିଜ ଘରକୁ ଚାଲି ଯାଇପାରିବ। ଠିକ ଅଛି ଠିକ ଅଛି। ଯେତେବେଳେ ତମେ ମତେ କ୍ଷମା କରିଦେଇଛ ହଁ ତାହେଲେ ଆମେ ବାହାରିବୁ କୋଠୁ। ତାହେଲେ ଆମେ ଚାଲି ଯାଉଛୁ। ହେ ବୀରା କୁହ। ଆମ ମାନେ କ୍ଷମା କରିଥିବାରୁ ତମକୁ ଅଶେଷ ଅଶେଷ ଧନ୍ୟବାଦ। ଆରେ କିଛି ଆବଶ୍ୟକ ତାହେଲେ ଆମେ ନାହିଁ। ଆସୁଛୁ। ଠିକ ଅଛି। ବିଦାୟ ବିଦାୟ ଶୁଭ ବିଦାୟ। ବିଦାୟ। ତାହେଲେ ଆସୁଛି। ଠିକ ଅଛି। ଆରେ ଯିବା ଲୋ। ସେ ଆମ କ୍ଷମା କରିଦେଇଛନ୍ତି। ଚାଲୁ ଯିବା। ଆରେ ଟିକେ ଶୁଣିବ କି? ଆରେ ନାଇଁ ନାଇଁ ତୁମକୁ ନୁହଁ, ତୁମକୁ ବି ନୁହଁ। ନାଇଁ 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 ଆରେ ତୁମ 4 ଜଣଙ୍କୁ ନୁହଁ। ତମ ପଛପଟେ ଯିଏ ଅଛନ୍ତି ହଁ ସେ ନାଲି ନାଲି ଦେଖାଯାଉଛନ୍ତି ତାଙ୍କୁ। ହଁ ତୁମକୁ। ଟିକେ ଆସିଲ। ଖୁଣିଲା ଏମିତି ପଛରୁ ଡାକିବାରେ ମାନେ କଣ? ଛୋଟିଆ କାମଟିଏ ଥିଲା। ଛୋଟିଆ କାମ କଣ? କାହିଁକି ନା ତମ ସାଙ୍ଗରେ ଅଳ୍ପ ସମୟ ମିଶିଲା ପରେ ମୋତେ କେଜାଣି କାହିଁକି ତମେ ଗୋଟେ ଉଚ୍ଚ କୋଟିର ବୋଲି ଜଣା ପଡ଼ିଲା। ଆଚ୍ଛା ହଁ ସେଇଥିପାଇଁ ଇଚ୍ଛା ପ୍ରକାଶ ହେଲା ଯେ କଣ? ତମେ କିଏ, ମୁଁ ତୁମ ଘର କୋଉଠି, ତୁମ ପିତା ମାତା କିଏ, ଆଉ ପ୍ରଥମତଃ ତମ ନାମ କଣ? ଓ ଏକାଧାରରେ କହିବା ଗଲେ ତମେ ମୋ ପରିଚୟ ଜାଣିବା ପାଇଁ ଚାହୁଁଛ? ଆରେ ହଁ ଠିକ ସେଇ କଥା ମୁଁ ଜାଣିବା ପାଇଁ ଯାଉଛି। ଠିକ ଅଛି ତାହେଲେ ଯେତେବେଳେ ତମେ ସଂଗ୍ରହ କରୁଥିବା ଫଳ ଆମେ ସବୁ ଖାଇଦେଇଛି ସେଇ ନିମନ୍ତେ ମୋ ପରିଚୟ ତମକୁ ଦେବାରେ ମୋର କୌଣସି ବି ଆପତ୍ତି ନାହିଁ। ତାହେଲେ ବିଳମ୍ବ ନ କରି ତୁମ ପରିଚୟ ମତେ କହିଯାଅ। ନିଶ୍ଚୟ ବୀରା। ତାହେଲେ କୁହ। ଏ ବୀରା ହଁ ମୋ ପରିଚୟ ମନେ ଦେଖି ଶୁଣ ତାହେଲେ। ନିଶ୍ଚିତ ଭାବରେ ମନ ଦେଇକି ଶୁଣୁଛି। ଆଚ୍ଛା ହଁ ପରିଚୟ ଚଣ ହେ ବୀରା କହିଛ। ବୃନ୍ଦାବନ ରାଜେ ମୋ ଘର। ନିଶ୍ଚିତ ଭାବରେ ଶୁଣୁଛି। ପରିଚୟ ଚଣ ହେ ବୀରା
ତାପରେ ତାପରେ ହଁ ମହେନ୍ଦ୍ର କେଶାରୀ ଅଟନ୍ତି ମୋ ପିତା ଶକୁନ୍ତଳା ମୋର ମାତା ଶକୁନ୍ତଳା ମୋର ମାତା ରାଜ ପରିବାରେ ଜନ୍ମ ମୋହରି ଅଟେ ମୁଁ ତାଙ୍କ ଦୁହିତା ଅଟେ ମୁଁ ତାଙ୍କ ଦୁହିତା ମହେନ୍ଦ୍ର କେଶାରୀ ଅଟନ୍ତି ମୋ ପିତା ଶକୁନ୍ତଳା ମୋର ମାତା ଶକୁନ୍ତଳା ମୋର ମାତା ରାଜ ପରିବାରେ ଜନ୍ମ ମୋହରି ଅଟେ ମୁଁ ତାଙ୍କ ଦୁହିତା ଅଟେ ମୁଁ ତାଙ୍କ ଦୁହିତା ଅବନ୍ତିକା ନାମରେ ଜାଣେ ସଂସାର ପରିଚୟ ତଣ ଦେବୀରା ବୃନ୍ଦାବନ ରାଜେ ମୋ ଘର ପରିଚୟ ତଣ ଦେବୀରା ବୃନ୍ଦାବନ ରାଜେ ମୋ ଘର ଏଇଟା ସେ ମୋ ପରିଚୟ ଏଇ ପାଖ ବୃନ୍ଦାବନ ରାଜ୍ୟରେ ମୁଁ ବସବାସ କରେ ଆଉ ବୃନ୍ଦାବନ ରାଜ୍ୟରେ ଯେ ରାଜା ଅଛନ୍ତି ହଁ ରାଜା ତାଙ୍କର ଏକମାତ୍ର ତାଙ୍କର ତାଙ୍କରି ଜ୍ୟେଷ୍ଠ ଝିଅ ଜ୍ୟେଷ୍ଠ ଝିଅ ଏକମାତ୍ର ଅଲିଅଲ କହିଲେ ବି ଅତୃପ୍ତି ହବନି ମୁଁ ହଁ ନାମ ମୋର ଅବନ୍ତିକା ଅବନ୍ତିକା ଆରେ ନାମ ଯେମିତି ସୁନ୍ଦର ତମେ ଦେଖିଲେ ବେଳକୁ ବି ଠିକ ଗୋଟିଏ ଚାଉଳରେ ଗଢା ମୋ ସତେ ହଁ ଆଚ୍ଛା ଆରେ ତମାନେ ତମେ ହଉଛି ଗୋଟେ ରାଜକୁମାରୀ ହଁ ରାଜ ଅଲିଅଳରେ ବଢୁଛ ଆରେ ହଁ ହରି ବାବା ଅରୁଣ ଏ ହଉଛି ରାଜକନ୍ୟା ମହେନ୍ଦ୍ର କେଶରୀଙ୍କର ଜ୍ୟେଷ୍ଠ ଝିଅ ଅବନ୍ତିକା ଆରେ ପୂର୍ବରୁ ମୋ ପିତା ସହିତ ତାଙ୍କ ପିତାର ଏମିତି ବନ୍ଧୁ ଭାବ ବଢି ଯାଇଥିଲା ଯେ କ୍ଷଣକ ପାଇଁ ବି କିଏ କାହାକୁ ଭୁଲି ପାରୁନଥିଲେ ଆଉ ଏ କେତେ ବର୍ଷ ହେଲା ଭୁଲ ବୁଝାମଣା ପାଇଁ ମୋ ପିତା ଆଉ ତାଙ୍କ ପିତାଙ୍କର ଏମିତି ଶତ୍ରୁତା ଉଦ୍ଭାବନ ହେଇଯାଇଛି ଯେ ୟାଙ୍କ ପିତା ଯଦି ମତେ ଜାଣିବେ ସେ ପଣ୍ଡିତ ରଘୁଦାସଙ୍କର ପୁତ୍ର ଅରୁଣ ମୋ ଝିଅ ଅବନ୍ତିକାକୁ ସେ କାନନ ମଧ୍ୟରେ ସାମାନ୍ୟ ଫଳ ପାଇଁ ହଇରାଣ କରୁଥିଲା ସେଇ କଥା ଯଦି ରାଜା ଜାଣିବେ ତାହେଲେ ମୋର ମୁଣ୍ଡ ଠାରୁ ଗଣ୍ଡି ତ ଅଲଗା ନିଶ୍ଚିନ୍ତ କରିଦେବେ ସେଇ ଭୁଲ କରିବେନି ଯାହା ଯେତିକି ହେଇଛି ହେଇଛି ଏଣିକି ଅବନ୍ତିକାକୁ ଶୀଘ୍ର ମୁଁ ବିଦାୟ ଦେବାକୁ ପଡିବ ଏ ବିରା ଆରେ କଣ ହେଲା ମୋ ପରିଚୟ ଶୁଣି ସାରିବା ମାତ୍ରେ ହଠାତ୍ ତମେ ଏମିତି ନିରବ ରହିଲ ଆଉ ଦେଖୁଛି ମନେ ମନେ କଣ ଗୋଟେ ଭାବିକି ଗୁଣୁ 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 ହଉଛ ନାଇଁ 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 ତମର ଏ ସୁନ୍ଦରତାକୁ ମୁଁ ବର୍ଣ୍ଣନା କରି ଚାଲୁଥିଲି ମୋ ସହିତ ହଁ ହେଲେ ଗୋଟେ କଥା ଦେଖ କଣ ତମକୁ ତ ଆଗରୁ ମୁଁ ବିଦାୟ ଦେଉଥିଲି ଆଉ ଗୋଟେ କଥା ଶୁଣ ମୁଁ ତ ତମ ସହଚରୀ ମାନଙ୍କୁ ଦେଖି ପାରୁନି ସେ ଆଗକୁ ଯାଇକି ଅପେକ୍ଷା ରହିଛନ୍ତି ବୋଧେ ନିଶ୍ଚୟ ତେଣୁକରି ମୋ କହିବା କଥା ହେଲା ତମେ ଏଠି ବିଲମ୍ବନ କରି ସହଚରୀ ମାନେ ସେଠି ଅପେକ୍ଷାରେ ଅଛନ୍ତି ତମେ ନିଜ ବାସଗୃହକୁ ଚାଲିଯାଅ ଏଥର ଏହି ବିରା ତମେ ସେ ମତେ ଏଠି ଯିବା ପାଇଁ କହୁଛ ହଁ ହେଲେ ମୋ ମନଟା ଏ ପାଖ ଛାଡୁନି ଜମାରୁ ତୁମ ସେଇ ମନଟା ଏଇ ପାଖ ଜମାରୁ ଛାଡୁନି ନା କାହିଁକି କାହିଁକି ନା ହଁ ତମ ପରିଚୟ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଛି ମୋ ପରିଚୟ ଏ ବିରା ତମ ଫଳ ଖାଇଛି ବୋଲି ତମେ ତମ ପରିଚୟ ମୋ ପରିଚୟ ଟିକେଟା ମୁଁ ତମକୁ ପ୍ରଦାନ କରିଛି ହେଲେ କାହିଁକି ଜାଣେ ମୋ ମନ ଭିତରେ ଉଙ୍କି ମାରିଛି ଗୋଟିଏ କଥା କାହିଁକି କାହିଁକି ନା ଲାଗୁଛି ମତେ ଯେମିତି ତମ ଫଳ ଖାଇଛି ବୋଲି ତମେ ମତେ ଜମାରୁ କ୍ଷମା କରିନ ନାଇଁ 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 ଆରେ ମୁଁ ତ କାହିଁ କେତେବେଳେ ତୁମକୁ କ୍ଷମା କରିଦେଇଛି ହେଲେ ମୋ ମନ ଜମାରୁ ବୁଝିନି ଜମାରୁ ବୁଝିନି ନା ତାହେଲେ ମତେ କଣ କଲେ ତମ ମନ ବୁଝିଯିବ ତମେ କଣ ଖାଲି
ହଁ ତମେ ନା ତମ ପରିଚୟ ଟିକେ ମତେ ପ୍ରଦାନ କଲେ ମୁଁ ନିଶ୍ଚୟ ବୁଝିଯିବି ତମେ ମତେ ତମ ଭଲ ଚୋରି କରି ଖାଇଛ ବୋଲି ମତେ କ୍ଷମା କରିଦେଇଛ। ଏଇ କଥା ତାମାନେ ମୁଁ ନିଶ୍ଚିନ୍ତ ଭାବରେ ପରିଚୟ କହିବାକୁ ପଡିବ। ନିଶ୍ଚୟ। ନହେଲେ ତମେ ଯାଇ ଜମାରୁ ବି ଜାଗା ଛାଡ଼ିକି ଯିବନି। ହଁ ତେବେ ଠିକ ଅଛି, ମୁଁ ପରିଚୟ ତୁମକୁ ପ୍ରଦାନ କରିଦେଉଛି। କିନ୍ତୁ ଗୋଟିଏ କଥା, କଣ? ମୋ ପରିଚୟ ଶୁଣି ସାରିଲା ପରେ ଜମାରୁ ଏଠି ରହିବା ପାଇଁ ଇଚ୍ଛା କରିବନି। ନା ନା ମୁଁ ବା କଣ ପାଇଁ ସାଙ୍ଗେ ସାଙ୍ଗେ ଚାଲିଯିବ। ନିଶ୍ଚୟ। ତାହେଲେ ଶୁଣ ପରିଚୟ। ପରିଚୟ ମୋର ଦେଉଅଛି ଭାସି, ଶୁଣି ଯାବାରେ ଆଲୋଚାରୁ ହସି, ନାମ ମୋର ଅରୁଣ ବୀର। ତାହେଲେ ଶୁଣୁଛ ମୋ ପରିଚୟ? ମନେ ଦେଇଛ? ସମ୍ପୂର୍ଣ୍ଣ ଭାବରେ ମନେ ଦେଇକି ଶୁଣ। ଆରେ ନିଶ୍ଚୟ। ପରିଚୟ ମୋର ଦେଉଅଛି ଭାସି, ଶୁଣି ଯାବାରେ ଆଲୋଚାରୁ ହସି, ନାମ ମୋର ଅରୁଣ ବୀର। ଅଟେ ମୁଁ ପଣ୍ଡିତ କୁମର, ନାମ ମୋ ଅରୁଣ ବୀର। ଅଟେ ମୁଁ ପଣ୍ଡିତ କୁମର, ନାମ ମୋ ଅରୁଣ ବୀର। ଆଉ ତାପରେ ଆଏ ରୂପସୀ, ଶୁଣିଛ ତ ମନେ ଦେଇକି? ମନେ ଦେଇକି ଶୁଣୁଛି। ରଘୁଦାସ ମୋ ପିତାଙ୍କ ନାମ, ସ୍ୱର୍ଣ୍ଣଲତା କୋଳେ ଜନମ। ମାଣିକ୍ୟ ଗଡ଼େ ମୋ ବାସସ୍ଥାନ, ଫଳ ଆଣି ଆସିଥିଲି ବଣ। ପିତା ମାତାଙ୍କର ଏକଇ କୁମାର, ନୀତି ପୂଜୁଥାଏ ଶିବଙ୍କ ପୟର। ଏଇ ଗୀତରେ ଭାସେ ବୀର। ଅଟେ ମୋ ପଣ୍ଡିତ କୁମର, ନାମ ମୋ ଅରୁଣ ବୀର। ଅଟେ ମୋ ପଣ୍ଡିତ କୁମର, ନାମ ମୋ ଅରୁଣ ବୀର। ତମ ନାମ ଯେମିତି ତମ ରୂପ ମଧ୍ୟ ଠିକ୍ ସେହିପରି। ଆରେ ଏଇ କଥା ତ ମତେ ଆଗରୁ କେହି ବି କହିନଥିଲେ। ଆଚ୍ଛା ହଁ, ସତେ ନା କଣ? ପ୍ରଥମ ଥର ପାଇଁ ତମ ମୋ ରୂପ ସୁନ୍ଦର ବର୍ଣ୍ଣନା କରି ଚାଲିଛ। ସତେ ବୀର।
ହଁ ତମକୁ ଯିଏ ଦେଖିବ ନା ସାଥରେ ତମ ଚେହେରାଟାରୁ ତା ନଜର ଜମାରେ ହଟେଇ ପାରିବନି। ଆଚ୍ଛା ହଁ ହେଲେ ଦେଖ ଆମ ଦି ଜଣଙ୍କର ଆଗରେ କଥା ଥିଲା। ମୋ ପରିଚୟ ଦେଇ ସାରିଲା ପରେ ତମେ ନିଶ୍ଚିତ ଭାବରେ କର୍ଣ୍ଣପାତ କରିସାରିଲି ହଁ ନିଜ ବାସଗୃହକୁ ଚାଲିଯିବ ବୋଲିକି। କାହିଁକି ନା ତମେ ସିଆଡେ ଗଲେ ମତେ ବିଳମ୍ବ ଅଛି। ତମେ ତ ଆଗରୁ ବି ଜାଣିଛ ମୁଁ ଶୀଘ୍ର ଫଳ ସଂଗ୍ରହ କରିବାକୁ ପଡିବ। ଏ ଅରୁ ସତରେ ମୁଁ ଏଠୁ ଚାଲିଯିବି। ହଁ ପରା ତମେ ବି ଏଠୁ ଚାଲିଯିବ। ହଁ ମୁଁ ବି ଫଳ ସଂଗ୍ରହ କରିକି ଚାଲିଯିବି। ହେଲେ ତା ପୂର୍ବରୁ ନା ମୁଁ ତମକୁ କିଛି ଗୋଟେ କହିବାକୁ ଚାହୁଁଛି। କିଛି ଗୋଟେ କହିବାକୁ ଚାଲିବି। ହଁ ଆରେ ଏମିତି ଆଉ କଣ ବାକି ରହିଛି ମତେ ଶୁଣେଇବ? ବାକିଟା ଅନେକ କିଛି ଅଛି। ଆଚ୍ଛା ହୁଁ ସେ ଅନେକ କିଛି ଭିତରୁ ତରତର ହେଇକି ମତେ ଗୋଟିଏ କଥା କହିଦିଅ। କଣ କହିବା ପାଇଁ ଚାହୁଁଛ? ସାଥୀ ହଁ କହିବି ଯେ ମତେ ନା ଭାରି ଭୟ ଲାଗୁଛି। ଭୟ ଲାଗୁଛି? ହଁ ଆରେ ମତେ କହିବା ପାଇଁ ଭୟ ଲାଗୁଛି? ନାଇଁ ନାଇଁ ମତେ ଭାରି ଭୟ ଲାଗୁଛି। ଜମାରେ ବି ଭୟ କରେନି। କଣ କହିବା ପାଇଁ ଚାହୁଁଛ? ଯୋଉ ସେବା କରିବା ପାଇଁ କହିଲେ ମୁଁ ନିଶ୍ଚିତ ଭାବରେ ସେଇ ସେବା ଯୋଗାଇ ଦେବି ତୁମକୁ। ତମେ ଶୁଣିବ? ନିଶ୍ଚିତ ଭାବରେ ଶୁଣିବି। ଆରେ ହଁ ମୁଁ ନା ତମେ ନା ତମକୁ ମତେ ନାଇଁ ନାଇଁ ତମେ ରାଗିବ। ମୁଁ ରାଗିବି? ହଁ ଖାଲି ନାଇଁ 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 ମୁଁ ଏମିତି ଝିଅ ପିଲାଙ୍କୁ କେବେ ବି ରାଗେନି। କଣ କହିବା ପାଇଁ ଚାହୁଁଛ? ରାଗିବନି ତ? ଜମାରେ ବି ରାଗିବିନି। ମାନେ ମୁଁ କଣ କହୁଥିଲି କି ତମେ କଣ କହୁଥିଲ? ମୁଁ ନା ତମେ ନା ତମକୁ ହଁ ମତେ ରାଗିବନି ତ? କହିଲି ପରା ରାଗିବିନି। ମାନେ ମୁଁ ନା ତମକୁ ହଁ ତମେ ମତେ ପ୍ରଥମ ଦେଖାରେ ସେଇ ପ୍ରଥମ ଦେଖାରେ ଭଲ ପାଉଛି। ହେ! ପ୍ରଥମ ଦେଖାରେ କାଇଁ ମନେ ବାକ୍ୟ ଦେଇ ଭଲ ପାଇ ସାରିଛି। ଏ ତୁମେ କଣ କହିବା ପାଇଁ ଚାହୁଁଛ? ମୁଁ ସତ ଖାଉଛି। ଆରେ ମତେ ସ୍ୱପ୍ନ ଦେଖିଲା ଭଳି ଲାଗୁଛି। ଏ ହଲ ହଁ ସତରେ ମାନୁଛି ମୁଁ ରାଜଉଆସରେ ବଢିଛି। ହେଲେ କାହିଁକି ଜାଣେ ସେ ରାଜଉଆସଟା ମତେ ଭାରି ଅଣନିଶ୍ୱାସୀ ଲାଗୁଛି। ତେଣୁକରି ମୁଁ ମନେ ମନେ ଖୋଜୁଥିଲି ତମ ମାନେ ଏମିତି ଜଣେ ସରଳ ନିଷ୍କପଟିଆ ମଣିଷଟିଏ। ଆଚ୍ଛା ଆରେ ମୁଁ ସରଳତାର ଫାଇଦା ଉଠେଇବା ପାଇଁ ଜମାରୁ ବି ଚେଷ୍ଟା କରେନି। ମୁଁ ସେଭଳି ମଣିଷ ନୁହେଁ ମ। କାହିଁକି ଜାଣିଛ? ଭଲ ଭାବରେ ନିଶା ହେଇଯାଏ ମୋ ମୁଣ୍ଡରେ ଚଢିନି। ଆଚ୍ଛା ହଁ ତମେ କାହିଁକି ସେମିତି କହୁଛ କହିଲ? ତମେ ଜଣେ ପଣ୍ଡିତ ପୁଅ ହଁ ତ ଆଉ ମୁଁ ଜଣେ ରାଜକନ୍ୟା। ଆମ ଦୁହିଁଙ୍କ ପ୍ରେମ ମିଳନ ହେଲେ ଦେଖିବ ଆମେ ଦୁଇ ବହୁ ଖୁସିରେ ଗୋଟେ ସୁନ୍ଦର ସଂସାର କରିବା। ଆରେ ସେଇଥିପାଇଁ ତ ମୁଁ ମନା କରୁଛି। ତମେ ଜଣେ ରାଜା ଅଲିରେ ବଢୁଥିବା ରାଜକନ୍ୟା ଆଉ ମୁଁ ଗୋଟେ ସାମାନ୍ୟ ପଣ୍ଡିତ ପୁତ୍ର। ଆରେ ମୁଁ ଯଦି ତୁମ ସହିତ ସୁନାର ସଂସାର ଗଢିବି ତାହେଲେ ତ ବହୁତ ଖୁସି ହବ। ନା ସତ ଯେମିତି ମୁଁ ବାମନ ହେଇକି ଚାନ୍ଦକୁ ହାତ ବଢେଇଲେ ସଙ୍ଗେ ସମାନ ହବ। ତମେ କୋଉ ରାଜ୍ୟରେ ଅଛ କହିଲ? ମାଣିକ ଯୁଗରେ ଅଛ? ଆଜିକାଲି ପ୍ରାୟ ଜାତି ଭେଦଭାବ ସବୁ ହଟି ଯାଇଛି ଆଉ ତମେ ପୁଣି ସେ କଥାକୁ ଧରି ବସିଛ। ମୁଁ କିନ୍ତୁ ଧରି ବସିଛି। ତମେ ଯେତେ ଚେଷ୍ଟା କଲେ ମଧ୍ୟ ତମେ ଯୋଉ ଭଲ ପାଇବାର ନିମନ୍ତ୍ରଣ ଦେଉଛ ମୁଁ ଜମା ବି ସେ ସ୍ୱୀକାର କରିପାରିବିନି। ହେଲେ ମୁଁ ତମକୁ ଯେତେବେଳେ ପ୍ରଥମ ଦେଖାରେ କାଇଁ ମନେ ବାକ୍ୟ ଦେଇ ଭଲ ପାଇ ସାରିଛି ତମକୁ ଯେମିତି ହେଲେ ବି ନିଶ୍ଚୟ ମୁଁ ଆପଣାରେ କରି ରହିବି। ମୁଁ ଜମାରେ ବି ତମ ଆପଣାରେ ହେଇପାରିବିନି। ଆରେ କହୁଛି ପରା ଚାଲିଯାଅ ନିଜ ବାସଗୃହକୁ। ଥରୁଟିଏ ମୋ ପାଖକୁ ଆସ। କାହିଁକି ଯିବି ଯେ? ଭଲ ପାଇବା ଭଲ ପାଇବା? ଆରେ ଆସ ନା। ନା ଆଚ୍ଛା ହେ ରସିଆ ଆଚ୍ଛା ମନ ବସିଆ ଜମା କର ନାଗ ନାହିଁ ହଁ କରିବି ନା। ଆଚ୍ଛା ହେ ରସିଆ ମନ ବସିଆ ଜମା କର ନାଗ ନାହିଁ ଆଚ୍ଛା ହେ ରସିଆ ମନ ବସିଆ ଜମା କର ନାଗ ନାହିଁ ତମକୁ ଭଲ ପାଉଛି ବାଛି ଅଛି ତମକୁ ଭଲ ପାଉଛି ବାଛି ଅଛି ନିରାଶ କର ନାର ବାରମତି ହବା ପାଇଁ
କାହିଁକି ନା ତମେ ଯେମିତି ଖାଇଲେ ବାଘୁଣୀ ବୋଲି ହେଇକି ମୋ ଉପରେ ଛାମ୍ପି ମାରୁଛ ନା ମତେ ଛାନିଆରେ ଡର ମାଡୁଛି। ଛି ହଁ ମୁଁ ଭାଗୁଣି ନୁହେଁ ମୁଁ ତମ ବୋଲି ଗୋଟେ ମଣିଷ ମଣିଷ କିଛି ବି କରିବିନି ମ ତୁମେ ମତେ ପତା ମୁହିଁ ଅଟେ ଚାଷ ହୋ ପିଲାବେଳଠୁ କରିଛି ମୁଁ ଆଶା ହୋ ତୁମେ ମତେ ପତା ମୁହିଁ ଅଟେ ଚାଷ ହୋ ଦେଖିଲା ବେଳଠୁ କରିଛି ମୁଁ ଆଶା ହୋ ତମକୁ ଭଲ ପାଉଛି ପତି ରୂପେ ବାଛି ଅଛି ତମକୁ ଭଲ ପାଉଛି ପତି ରୂପେ ବାଛି ଅଛି ନିରାଶ କରନା ରସିକ ନଗର ଗଣପତି ହବା ପାଇଁ ଆଚ୍ଛା ହେ ରସିଆ ମନ ବସିଆ ଜମା କରନା ଗୋ ନାହିଁ ନାହିଁ ଆଚ୍ଛା ହେ ରସିଆ ମନ ବସିଆ ଜମା କରନା ଗୋ ନାହିଁ ନାହିଁ अरे कौन हिला କଣ ହେଲା? ଆରେ ଆରେ ନାରୀର ଭୂଷଣ ପରା ଲାଜସ୍ୱରମ। ତମ ଦେହରେ ଲାଜସ୍ୱରମ ଅଛି ନା ସେଇ ଲାଜସ୍ୱରମ ଘରରେ ଫୋପାଡ଼ି ଦେଇକି ଚାଲି ଆସିଛ? लाज शर्मा के ना घरे में छाड़ी के आछी ଛାଡିକି ଆସିଛ? ଭଲ କରିଛ। काहे की जानिछ କାହିଁକି तमको अपने करबी बोली ମତେ ଆପଣଙ୍କ କରିବ ଲାଜସ୍ୱରମକୁ ଦୂରେଇ ଦେଉଛ ନା? हां କେମିତି ନାରୀ କିଏ ଜାଣି? सेति पई तो कहछि तमे पाटी सपोर्ट न होई मो कथा राजी ही जाओ ना ତମ କଥାରେ ଏତେ ସହଜରେ ରାଜି ହେବି? ହେଲେ କହିଲି ପରା ମୁଁ ଜମାରୁ ମୋ ଲକ୍ଷ୍ୟ ହଟିବିନି कि तुमको ରାଜି ହବ ତ ଦୂର କଥା तुम ଛାଇ ପର୍ଯ୍ୟନ୍ତ ବି ମୁଁ ମାଡ଼ି ପାରିବିନି। कौन हिला मो छाई भी मारी बनी ହଁ तामने तम मन भीतर मो पाई टिके मते भलो पाइबा नाही ଟିକିଏ ଆରେ ଅଳ୍ପ ବି ନାହିଁ। अल्प भी नाही ହଁ ता तमे तम रास्ता चाली जबक चाहछ ହଁ ନିଶ୍ଚିତ ଭାବରେ ମୋ ରାସ୍ତାରେ ମୁଁ ଚାଲିଯିବା ପାଇଁ ଯାଉଛି। ताले ठीक अछि चाक म प्रथम देखारे काय मन वाक्य दे भला पाइली ହଁ ताक तम जीवन साथी रूपे पाई पारलिनी ଆଚ୍ଛା तुमको बा काहे की हैरान करबे जा तमे तम रास्ता चल जाओ आ मो गंतव्य पत्र निश्चय चली जीवी ଆରେ ଏତେ ସହଜରେ ବୁଝିପାରୁଛ? ଏତେ ବିଳମ୍ବ କରିଦେଲ କାହିଁକି? ଠିକ ଅଛି ମୁଁ ମୋ ରାସ୍ତାରେ ଚାଲି ଯାଉଛି ଆଉ ତମେ ତୁମ ଘରକୁ ଚାଲି ଯାଅ। घर को न ଆଉ କୁଆଡେ ଯିବ? सेई पाको झरना को मैं चली जीवा के चाहूची ଝରଣା କୂଳକୁ ଚାଲି ଯାଉଛ? हां ପାଖ ଝରଣା କୂଳକୁ? आ देखा चाहनी ହଁ ତ ଦେଖାଯାଉଛି। आ ताले ତମେ କଣ ଗାଧେଇନ? कोण हेला मु गाधेनी ହଁ मु गाधेबे बा कोन से झरना को जीवी ତାହେଲେ କଣ କରିବା ପାଇଁ ଝରଣା ना କୂଳକୁ? गाधेबे पाई नुह ତାହେଲେ କଣ ପାଇଁ? से झरना को रो मु डेई पड़ीबा पाई ଆଚ୍ଛା ତାମାନେ ଝରଣା କୂଳ ଦେଇ ପଡେ ତମ ଅବସ୍ଥା କଣ ହବ ଜାଣିଛ? कोन हबा କଣ ହବ? जाके भल पाइली ताको अपने करि पाइलिनी सेथि पई से झरना को मु डेई पड़ीबी आ तापरे मो जीवन बायुटा फूर किना चली जीव आ मु ना ଓ ବହୁତ ବଢିଆ ନିଷ୍ପତ୍ତି ନେଇଛ ମୋ ମନକୁ ପାଇଲା। ଆଲେ कोण हेला मु भल निष्पत्ति नै छी ହଁ ବହୁତ ବଢିଆ ନିଷ୍ପତ୍ତି ନେଇଛ। तामने मु मरि तमरे किछि हबनी ମୋର କାହିଁକି କଣ ହବ ଯେ? किछि हबनी त କାହିଁ ମୋର କଣ ହବ? ठीक अछि ତମେ ମରିଯାଅ ସରିଯାଅ ଯୋଉଠି ନେଇ ପଡ ମୋର କିଛି ବି ଯାଏ ଆସେ ନାହିଁ। ताले एठी बे हाटा करे अनिच कर अरे जाओ ଯାଉଛି अरे जा म ଶୀଘ୍ର ମରିଯାଅ ହେଲା ଯାଅ ମରିବ। एमिति नील चमड़ से मुच्च मार देखि नाथिले भाबिथिले मरिछि भी कहले से मो कथारे राजी हे जेबे बोली ना ना जेते बेले मरिबा पाई निष्पत्ति नै सारछि जाको प्रथम देखारे भल पाइथिले ताको अपन कर पाले निश्चय निश्चय ता पाई मो जीवन देई की देखै देबी ताको केते भल पाए बोली हां निश्चय से जरा तू जाई आत्महत्या मु करि देबी मो निश्चय आत्महत्या
ଏତେ ବିଳମ୍ବ ପରେ ମୋ ମୁଣ୍ଡରେ ବୋଝଟି ଓହ୍ଲେଇଗଲା। କହିଲା କ'ଣ ଧମକାଇକି କହୁଛି ତମ ପାଇଁ ଜୀବନ ଦେଇଦେବି, ତମ ପାଇଁ ଝରଣା କଲ ଡେଇଁ ପଡ଼ିବି। ଏତେ ଜୀବନ ଦେଲା ବେলা ଆଜିକାଲି ଭଲ ପାଉଛନ୍ତି। ମୁଁ ତ ମୋ ଜୀବନରେ ବି କେତେ ଦେଖିନି କ'ଣ ଗୋଟେ ଭଲ ପାଇବା ପାଇଁ ଜୀବନ ଦବ। ଏମିତି ଜୀବନ ଦେଲା ବେলা ଝିଅ। ଆରେ ଆଜିକାଲିକା ଝିଅ ପିଲାମାନଙ୍କର ତ କହିହେବନି, ସେ ସଦାସର୍ବଦା ଏକା ଜିଦିରେ ଅଟଳ ହେଇକି ରହିଥାନ୍ତି। ମୁଁ ଟିକେ ଦୂରରୁ ଯାଇକି ଦେଖେ, ଆରେ ସେ ସତ ସତ୍ୟ ଡେଇଁ ପଡ଼ିକି ମରୁଛି ନା ମୋ ପାଖରେ ସେମିତି ମିଛ ଅଭିନୟ କରୁଥିଲା। ଯାଇକି ଦେଖେ। ଆଉ କିଛି ସମୟ ପୂର୍ବରୁ ତୁ କହୁଥିଲ ବେଶ ତତେ ଭଲ ଭଲ ତୁ ପାଉନି ମୁଁ ଯା ତୁ ମରିଛ ବୋଲି ଆଉ ଏଇନେ ମତେ ବଞ୍ଚେଇବା ପାଇଁ ଦୌଡ଼ି ଆସିଛ କ'ଣ ପାଇଁ? ଆଉ ମତେ ଯେମିତି ଟାଣି ଟାଣି ଏମିତି ମୋ ହାତ ବଥେଇଲାଣି ଜାଣିଛ? ହାତ ବଥେଇଲାଣି? ଆରେ କିଛି ସମୟ ମୁଁ ଯଦି ବିଳମ୍ବ କରିଦେଇଥାନ୍ତି ତମ ଅବସ୍ଥା କ'ଣ ହେଇଥାନ୍ତା ଜାଣିଥାନ୍ତ? କ'ଣ ହେଇଥାନ୍ତା? ମୋ ଜୀବନ ଚାଲି ଯାଇଥାନ୍ତା। ଏତେ ସହଜରେ ଖୁସି ଲାଗୁଛି ମରିବା ପାଇଁ ନା? ଆଉ କ'ଣ କରିବି କହିଲ? ଯାହାକୁ ମୁଁ ଭଲ ପାଇଲି ତାକୁ ତ ଅବହେଳା କରିପାରିଲିନି। ତାରି ପାଖରେ ଘୃଣାର ପାତ୍ର ହେଇଗଲି। ଆରେ ଏ ପାଗିଳି, ଆରେ କୋଟି ପୁଣ୍ୟ ବୋଲେ ମଣିଷ ଜୀବନ ଶ୍ରେଷ୍ଠ ଜୀବନ ମିଳିଥାଏ। ଆଉ ସାମାନ୍ୟ ପୁଅ ପାଇଁ ତମେ ସେ ମୂଲ୍ୟବାନ ଜୀବନଟାକୁ ନଷ୍ଟ କରିଦେଉଥିଲ। ଆରେ ମୁଁ ନହେଲେ ଆଉ କାହାକୁ ତ ଭଲ ପାଇ ଜୀବନ ବଞ୍ଚେଇଥାନ୍ତ ନା? ଆଉ କାହାକୁ? ଏ ବନ ମନ୍ଦିରରେ କେବଳ ସେ ଗୋଟେ ନାଁ ଲେଖି ଦେଇଛି ମୁଁ, ସେଇ ଅରୁଣ। ତା ଛଡ଼ା ଆଉ କାହାକୁ ବି ଏ ମୋ ମନ ମନ୍ଦିରରେ ପୂଜା ଦେଇପାରିବିନି। ଆରେ ଅବନ୍ତିକା, ତମେ କ'ଣ ମତେ ଏତେ ଭଲ ପାଉଛ? ମୋ ଜୀବନଠୁ ବି ଅଧିକ ତମକୁ ମୁଁ ଭଲ ପାଏ। ଆରେ ମୋ ପାଇଁ ତମେ ମରିବା ପାଇଁ ବି କେବେ ପଛଘୁଞ୍ଚା ଦେଉନଥିଲ? ତମେ ଦେଖିଲନି ତମ ପାଇଁ ଚାଲିଛ ଯିଏ ମରିବା ପାଇଁ ଚାହୁଁଛି ତମ ପାଇଁ କିଛି କ'ଣ ନ କରିପାରିବ ବୋଲି ତମ କ'ଣ ବିଶ୍ୱାସ ହେଉନି? ଆରେ ମୁଁ ତ ସେ ପ୍ରଥମ ଦେଖାରେ ଯେତିକି ତମ ସହିତ ସ୍ପର୍ଶ ହେଇଥିଲି ଠିକ୍ ସେତିକି ବେଳେ ମୁଁ ମଧ୍ୟ ତୁମକୁ ମୋ ମନ ମନ୍ଦିର ଜାଗା ଦେବା ପାଇଁ ସ୍ଥାନ ବାଛିଥିଲି। କ'ଣ ହେଲା? ତମେ ମତେ ଭଲ ପାଉଥିଲ ନା? ତମେ ମିଛ କହୁଛ। ଯଦି ତମେ ମତେ ଭଲ ପାଇଥାନ୍ତ ତାହେଲେ ମତେ ସେ ମରଣ ମୁହଁରେ ଛାଡ଼ି ନ ଆସିଥାନ୍ତ। ଆଚ୍ଛା, କାହିଁକି ମୁଁ ସେଠି ପର୍ଯ୍ୟନ୍ତ ଅପେକ୍ଷା କରିଥିଲି ଜାଣିଛ? କାହିଁକି ନା କାହିଁକି? ସେଇଟା ଭଲ ପାଇବାର କଠିନ ପରୀକ୍ଷା ଥିଲା। କ'ଣ ହେଲା? ତମେ ମତେ ପରୀକ୍ଷା କରୁଥିଲ? ଆରେ କରିବିନି ତ କ'ଣ? ଆଉ ସେ ପରୀକ୍ଷାରେ ଏ ଅବନ୍ତିକା କ'ଣ କରିଛି? ସେଇ ପରୀକ୍ଷାରେ ଅବନ୍ତିକା ସମ୍ପୂର୍ଣ୍ଣ ଭାବରେ ଉତ୍ତୀର୍ଣ୍ଣ ହେଇସାରିଛନ୍ତି। ତମେ ସତ କହୁଛ? ମୁଁ ସତ କହୁଛି। ତମ ମନ ମନ୍ଦିରରେ ମତେ କୋଉଠି ନା କୋଉଠି ଜାଗାଟେ ମିଳିବ। ଆରେ ଏ ମୋ ହୃଦୟ ଭିତରେ ତୁମ ପାଇଁ ମୁଁ ତାଜମହଲ ଗଢ଼ି ଦେଇଛି। ସାଥୀ ଅନେକ ଜାଗା ବାଛି ଦେଇଛି ତୁମକୁ ସବୁଦିନ ପାଇଁ ସାଇତି ସଜାଡ଼ି ରଖିବା ପାଇଁ। ତାହେଲେ ଆଉ ଡେରି କରିଛି କ'ଣ ପାଇଁ? ଆସ ଏ ଖୋଲା ଆକାଶର ବିହଙ୍ଗ ହେଇକି ଆଜି ମୁଁ ତୁମ ଆଗରେ କଥା ଦେଉଛି। ତୁମ ହାତରେ ମୁଁ ହାତ ଦେଇ କଥା ଦେଉଛି। ଆଜି ଆମ ଦି ଜଣଙ୍କର ଭଲ ପାଇବା, ଅରୁଣର ପ୍ରେମ, ଅବନ୍ତିକା ଆଉ ଏ ଅବନ୍ତିକା ଚାହେଁ କେବଳ ଅରୁଣ। ତା ଆମ ଦି ଜଣଙ୍କର ପ୍ରେମ ସବୁଦିନ ପାଇଁ ଅମର।
ଏଇଟା କାଁ ହଉଛନ୍ ମା ଇ ରୋଡର ମଜା ମଜି ବସି କରି ବୁଆ ଲାଷ୍ଟ ସରମ କେ ସବୁ ଗୁଲି କରି ପି ଦିଛନ୍ ନା ମା ଦେख देख ଆଉ ଥରେ ତ ଟିଟି ଉଠ लाज लगवार কথা लास्ट सरम के सब के गुली कर ढोको मारी दिछन ना देखनु सुन के से बेंगे बागी केंता करते बड़ काली सुई ई काली सुई ई भूल कोटी ना र মই बुढ़ी छन देख सिए र আরে আমাদের এমনি কোন করে বার হয়ে গেল আরে হ্যাঁ তো মতো যেମିତି লাগলা ଗୋଟେ ବଡ଼ ଜିନିଷଟେ ଆସିକି ଧକ୍କା ହେଇଯାଇଛି ଏଠି ତ କେହି ଦେଖାଯାଉନାହାନ୍ତି ନାଇଲୋ ହେଲେ ଏମିତି କ'ଣ ଖାଲି ଦେଖା ଯାଉଛି କୋଉଠି ସେଇଟା ପଚାରି ଦେଖୁନ ये मां ଏଇଟା ଗୋଟେ ସ୍ତ୍ରୀ ଲୋକ बेरी पूरा ବର ଗଛ ମୂଳ ଆରେ ଏ ବନ୍ତିକା ଅରେ ତମେ କଣ ତମ ଜୀବନରେ ଏତେ ବଡ ସ୍ତ୍ରୀ ଲୋକ ଦେଖିଥିଲ ନା ତ ଭଗବାନ ଏତେ ବଡ଼ ସ୍ତ୍ରୀ ଲୋକଟା ହେଲେ କ'ଣ ପାଇଁ ସେ ଆସିଛନ୍ତି ପଚାରି ବୁଝିବା ଠିକ କହିଛ ତୁମେ କ'ଣ ମାନ୍ୟ କରିବା ମାଉସୀ ହଁ ହଁ ମାଉସୀ ତମେ କ'ଣ ପାଇଁ ଏଇଟା କହିଛ काटा କିଏ ତମେ लाज लगवार কথা माउसी बोलुचे 1.5 सास बोलबू रे भाई खई 1.5 सास बोलू 1.5 ଏ ଅରେ ଶୁଣୁଛ ଚିହ୍ନା ନାହିଁ ପରିଚୟ ନାହିଁ ଆଉ ସେ ସମ୍ପର୍କ ଯୋଡ଼ିବା ଆରମ୍ଭ କରିସାରିଲାଣି ତାମାନେ କ'ଣ କରିବା ନା ନା ପ୍ରଥମେ ତାଙ୍କ ପରିଚୟ ମାଗି ନେବା ଠିକ କହିଲ ତୁମେ ମାଉସୀ ଦୟାକରି ତମ ପରିଚୟ ଟିକେ ଆମକୁ କହିବ ये मां मोर परिचय जानबो ହଁ ये मां मते किए नहीं जान मार मां मते सबू जानी चन्ना देवो छत्तीसगढ़ कलाहानी मैं जने गले से ती राजा नंदिना रे मां मैं तेरे मां झाकर पड़ा राजा नंदिनी କ'ଣ କହିଲ होए ତମେ ଏଠିକାର ରାଜା ନନ୍ଦିନୀ झाकर पड़ा राजा नंदिनी ଆଚ୍ଛା मां कुकुर चली जोतिले मते देखले हौ हौ कर बोया हेसी ପରିଚୟ ମାଗିଲ ତମ ପରିଚୟ ଟିକେ ସଠିକ ଭାବରେ ଆମକୁ ଜଣେଇବ मोर परिचय सुनबो ହଁ मोर परिचय सुनबे कने देखो हो मते किए नहीं चिनबा तने भी कोई देसी मां का कर पते कांदबे ए सहचरी संग तरे नाचे अजी आनंद रे सहचरी संग तरे नाचे अजी आनंद ए बकुल मुड़िया କଣ ହେଲା बकुल मुड़िया ମତେ କହୁଛ तारा चाली गज गमिनी जाकर पोड़ार राजनंदिनी तारा चाली गज गमिनी जाकर पोड़ार राजनंदिनी गो मोर चिकन चाकन बकुल माँ जनता दिखुचे तो मोर बाल मन ठिया ठिया ही जोचे तेना तो माँ ଆଉ ତାପରେ କ'ଣ ए फुला पाइन जातना जन पाइन जातना फुला पाइन जातना जन पाइन जातना होगो ए मोर घोड़ा कुरखिया सरू माँ तार चाली गज गामिनी तार छोड़ार राजनंदिनी तार चाली गज गामिनी तार छोड़ार राजनंदिनी
আর কাঁচটা করবি মা এড়কি সুন্দরা মনুষ গুটে দেখি করি মা ঠরি পারবি তা হবা এতে বয়স খাইছ আর এসব কাম করবে তোমাকে ଟିକେ ঘৃণা লাগুনি ইয়ে মা মতে 18.5 চালুছে গো 18.5 তোমার বয়স এতে কম হয় মা মতে দেখলে তুই বুড়ি দিছুচু মই পুরা চিকন চাকন সতে না কর আরু তাহলে এতে চিকন চাকন চেহারা ধরিছ রাজনন্দিনী চেহারা টিকে আমাকে দেখিয়ে দউন নাই মা এড়কি রটে দেখালে মই কলিয়া টরা টরা হি গলে আচ্ছা তুই গোল সাবুন কিনি দেব কি মোর রজা মোর হাতি ନାଇଁ 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 ତମେ ଆମକୁ ଯାହା ହେଲେ ବି ଚେହେରାଟା ଦେଖେଇବାକୁ ପଡିବ নাই রে মা মই ନାଇଁ ନାଇଁ ଦେଖେଇବାକୁ ପଡିବ নাই রে মা ଲାଗୁଛି ମତେ ଏ ମାଉସୀ ଜଣକ ଆମକୁ ହଇରାଣ କରିବା ପାଇଁ ଏଟା କରିଛନ୍ତି ହେଇଥିବ ବୋଧେ ତାଙ୍କ ଚେହେରା ଆମକୁ ଯେମିତି ହେଲେ ବି ଦେଖିବାକୁ ନିଶ୍ଚିତ ଭାବେ ଦେଖିବାକୁ ପଡିବ ପଡିବ। ନା ସେ ମନା କରୁଛନ୍ତି ଆମକୁ ଯେମିତି ହେଲେ ଦେଖିବାକୁ ପଡିବ ଚାଲ ତାହେଲେ ବିଳମ୍ବ କାଇଁ କରିବ ଜୋର ଜବରଦସ୍ତି ଦେଖିବା। ଠିକ କହିଛ ତୁମେ ମାଉସୀ ତମ ଚେହେରା ଦେଖେଇବ ନା ନାଇଁ ଦେଖେଇବନି ଆଉ ଚାଲ ଯିବା মা ই কম মূর্তি কলা কা মা সবু লোক লোক মোর ইজ্জত কে খাই দেলা বড় কালী মিনি লাল কিনি মৌসা যা ତମେ ପୁଣି ଏଠି ଆଉ ଏ ନାରୀ ବେଶରେ କଣ କରିବା ପାଇଁ ଏଟା କରିଛ ଆଲେ ଏ ବନ୍ଦିକା ये মা মোর পেট কলিয়া দিছি যে চিন ତମେ କଣ କହିଲ ମଉସା ଆରେ ହଁ ୟାକୁ ଚିହ୍ନିଛ ତୁମେ ଚିହ୍ନିଛି ମାନେ ଭଲ ଭାବରେ ତାଙ୍କୁ ମୁଁ ଜାଣିଛି କିଏ ସିଏ ଦେଖି ଜାଣିଛ କିଏ ଇଏ ହଉଛନ୍ତି ଆମ ଘର ଚକରା ମଉସା ଗୋମାସ୍ତା ସେ ତମ ଘର ଗୁମାସ୍ତା ହଁ ଏଠି ପୁଣି କୋଉ ବିଷୟରେ ଆସିଛନ୍ତି ଏଠି হয় হয় এ হরিয়া କଣ ହେଲା तुमके देखला दिन धन मोर ओड़े रक सुलेखी जोते दुई जिदा ओड़े बुढ़ा ही जोते ଆରେ ମତେ ଦେଖିଲେ ଏତେ ଶୀଘ୍ର ଶୀଘ୍ର ତମ ରକ୍ତ କମି ये ଯାଉଛି माँ मोर रकत पैन ही गला ना कोचो पैन କାହିଁକି माँ तमे जेत की सुंदरा दिसी तो ये दिश्य सुंदरी भी है की होए ମଉସା ଦେଖ ତମେ ଏଠି କିଛି ଝାମେଲା ନ କରି ତମ ନିଜ ରାସ୍ତାରେ ଚାଲି ଯାଅ एबा ई हाथ गोड़ खाई के मैं झमेला करू चा ଆଉ ନୁହେଁ ତ କଣ कंता मा चिकन चाकन मेल को पटल बेल के इता के भाजी सा कली दरू चे इता के जा ତମେ କେମିତି ଦେଖାଯାଉଛି ଜାଣିଛ हबा ତମେ ମଇଁଷି ବୋଲି ଦେଖାଯାଉଛ ମଇଁଷି ये माँ जाकर पड़ा राजन नंदिनी के मो भैंस बोलसी चल हाथ गोड़ खाई ଭଲରେ କହୁଛି ଏ ଜାଗା ଛାଡ଼ି ଚାଲି ଯାଅ ए मोर रोजा କଣ ହେଲା मोर गोसिया मोर हाथी ଆଚ୍ଛା माँ तुमके देखला बेलन तो तमे हो मोर इहो कालो परो कालो र देवता ଆଚ୍ଛା माँ तुमके देखला के तुम 10 दिग अग्नि पाके साक्षी रखी कर बियाह हबार सपन देखली ଏତେ ସପନ ଦେଖି ସାରିଛ ओए ତାହେଲେ ମୁଁ ତ ତା ପୂର୍ବରୁ ଆଉ କାହାକୁ ଭଲ ପାଇଛି काके ହେଇ ଦେଖୁନ ए सुंदरी दिसु ते कि मैं सुंदरी दिसु ते दा मोर पेट ନାଇଁ ରେ ବାବା ଥାଉ देखला टबाल टबाल करछे चिरे बुड़ी बुड़ी ଆରେ ओह ତମେ ମତେ ଏତେ ଭଲ ପାଉଛ अंता को निंदा को मत केंता लागी जैसी ओह ଏଇଆ मुटानी ସେଇଠୁ ଏମିତି ଯିବେନି ହଁ ତ ସେ ତ କହୁଛନ୍ତି ତମକୁ ଭଲ ପାଉଛି ବୋଲି ହଁ ମୁଁ ତ ଭଲ ପାଉଛି କହୁଛନ୍ତି ନା ଯାଅ ତାକୁ କେମିତି ଗୋଟେ ଛଳନା କହି ତାକୁ ଏଠି ବିଦା କର ई का बोलते ଠିକ का କହିଛ ତୁମେ ମୁଁ ସେଇ ଦୁଇଟା ବ୍ୟବସ୍ଥା ମୁଁ କରୁଛି ସେଠି ଅପେକ୍ଷା କରୁଛି ଠିକ ଅଛି ଠିକ ଅଛି ଠିକ ଅଛି हस्बैंड वाइफ कथा हला बेले भीतरे गुडी की है देखो हां ଶୁଣ ରାଜନନ୍ଦିନୀ मैं तुमके जिनिस गुडी दबा का चाहू छा କଣ ଦେବାକୁ ପଚାରିଛ देखो ताना I love you, baby. Mwah, 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 mwah. ଆଇଲୁ ବାବା ଆରେ ମୁଁ ସେଇ ଜିନିଷ ନେଇପାରିନଥାନ୍ତି ये मां ହଁ ବା तमर लिपस्टिक देखले तमे बेरी जीविना धन
ହେଇ ଶୁଣ କହ ତମେ ମତେ ଏତେ ଭଲ ପାଉଛ ମା ତମର ଲାଗି ତ ମୁଇଁ ମୂଷା ମରା ଢୁସା ମରା ସାପ ମରା ବି ଖାଇଦେବି ମୁଇଁ ତମର ଲାଗି କଦେଲ ଗଛ ଜଡ଼ା ଗଛ ସବୁତି ଉଚକି ହେବି ମୋର ବସିଆ ନାଇଁ 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 ଆଉ ତମେ ଯଦି ଏତେ ଶୀଘ୍ର ମରିଯିବ হ্যাঁ ତାହେଲେ ତମ ପ୍ରେମ ପାଇପାରିବନି সৎ কথা কইলা মা ଆଉ ମୋ ପ୍ରେମ ପାଇବା ପାଇଁ ହେଲେ ଗୋଟେ କାମ କରିବାକୁ ପଡିବ কা কাম গো କାହିଁକି ନା ତମ এই ସୁନ୍ଦର চেহারা ଦେଖିକି ମୁଁ ତୁମକୁ ଭଲ ପାଇ ବସିଲି মা ইটাকে তো কলাহান্ডিয়া না কয়েছেন গো নারী প্রেমে বীর পাগল দেখলো মোর ভলিয়া সুন্দরী के देखला के गंदरी के खेदी दिला ए ननी नी कानबू पुता है मोर हंतरा तोर लग पटाबी ତମେ ଯେତେ ସୁନ୍ଦରୀ ନା ये मां ବିଶ୍ୱାସ କର हो ମାସ ମାସ ବର୍ଷ ବର୍ଷ ଧରି ଦେଇ ବିଶ୍ୱ ସାରା ए କରିଦେବି ई लाइट के बंद करी दियो इटा गुला उ किया तीस बा मुझे की सुंदरी जी जिंच ଶୁଣ कह ତାହେଲେ ମୋର ଗୋଟେ କଥା ରଖିବାକୁ ପଡିବ हाँ हाँ ରଖିବ ନା रखबी मां नी रखबी क्या ମୁଁ ଯେମିତି କହିବି ସେମିତି ମୋ କଥା ରଖିବ ओए गो ଶୁଣ कह ମୁଁ ତୁମକୁ हाँ ତୁମ ପାଖକୁ ଯିବି ମନ ଭରିକି ତୁମକୁ ଚୁମ୍ବନ ଦେବି କିନ୍ତୁ ତା ପୂର୍ବରୁ ତମେ ତୁମ ହାତ ଦିଟା ସିଧା ତଳକୁ ରଖିଦିଅ ଆରେ ଏ ରାଜନନ୍ଦିନୀ वाह ମୋ କଥା ଶୁଣିଲ कह गो ହାତ ଦିଟା ସିଧା ତଳକୁ ରଖିଦିଅ हाँ ଆଲେ किन कोटा मार बार पासरी गोली माँ ହେଲେ ଶୁଣ कह ତୁମ ଆଖି ଦିଟା ଆରେ ସେ ତ ଯେମିତି ନୀଳ ସାଗର ଭଳି ଦେଖାଯାଉଛି माँ मुझे बिलई आँख बाकी दिशु ते बोल ସେଇ ଆଖି ଦିଟା ବି ବନ୍ଦ କରିଦେବାକୁ ପଡିବ हाँ हाँ କରିଦିଅ इधर आगे चुमा गुड़ दबा है ହଁ किलो के गुड़ दे हाँ ତାହେଲେ ମୁଁ ଚୁମ୍ବନ ଦେବି हाँ ତମ ପ୍ରସ୍ତୁତ हाँ ମୁଁ ତାହେଲେ ଆସିଛି आसो गो ଉଁ, ए माय मामा କଣ ହେଲା एक किस जल्दी चुमा दी दे गरम ये माँ मोर हाथ और सीट कोटा में ठिया ठिया ही करना रह मुझे गरम है गरम नहीं गरम है बंद कर किस गुड़े दबा हाँ ଗରମ ହେଇଯାଇଛ होए ତାମାନେ ଚୁମ୍ବନ ଦେବି होए दियो ଠିକ ଅଛି ଆଖି ବନ୍ଦ କରିଦିଅ हाँ ମୁଁ ସାଙ୍ଗେ ସାଙ୍ଗେ ଆଖି ଦେଉଛି हाँ तो ଏଠିରେ ଭଲରେ କଣ ଯିବ ହେଲା? ନା ଆଉ ମୁଁ ତମକୁ ଦେବି ଏଠୁ ଭଲରେ ଯିବ ନା ନାଇଁ କହୁଛି କେତେବେଳେ କେତେ କଥା ମୁଁ କହି ବୁଝଉଛି ତମ କଥା ବୁଝିପାରୁନ जाऊ छे हाथ गोड़ खई आ गया ई का बेला तार बुआ बुढ़ा के बापा गो मैं मंदिर जीबी पूजा करबी एटा पूजा करू छे बसला रुकेन बेटा बुठी हाथ गोड़ खई तोर बुआ के कही देबी तो ते मारी देबा और मोर हे बॉयलर बागी मनुष्य के बियाह कर देबा पापे मन पूरे हाथ गोड़ खिया चुमा दौचे बॉयलर गड़ा गड़ा पड़ी दे मर ଶୀଘ୍ର ଏଠୁ ଯା କହୁଛି ଆରେ ଯାଉନୁ ମୋ ସେ ଯାହା ସବୁ କରିଗଲେ ନା
ସତରେ ମତେ ତ ଗୋଟେ କଥା ପାଇଁ ଭାରି ଭୟ ଲାଗୁଛି। ହେଲେ କ'ଣ ଭୟ ଲାଗୁଛି? ସେ ତ ଆମ ପ୍ରେମ ବିଷୟ ସେ ଜାଣି ସାରିଛି। ହଁ ସେ ତ ଜାଣିଛନ୍ତି। ସେ ବାପାଙ୍କୁ କହିଦିଏ ତାର ଆରେ। ବହୁତ ବଡ଼ ଅସୁବିଧା ହେଇଯିବ। ଏବେ ସମ୍ପୂର୍ଣ୍ଣ ବିପଦର ସମ୍ମୁଖୀନ ହେଇସାରିଛୁ ଆମେ। ତେବେ ଆମେ କ'ଣ କରିବା? କ'ଣ କରିବା ଏଇନେ? ଏଇନେ ମୋ ସହିତ ଚାଲି ଚାଲି ଯାଉଛନ୍ତି। ହଁ ଆମେ ତା ଆଗରେ ଯଦି ବାପାଙ୍କ ପାଖରେ ପହଞ୍ଚି ବାପାଙ୍କ ଆମ ସତ ପାଖରେ କଥା ଯଦି ଆମେ ଜଣେଇଦେବା ତାହେଲେ ଲାଗୁଛି ବାପା ଆମ ଭଲ ପାଇବାକୁ ନିଶ୍ଚୟ ସ୍ୱୀକାର କରିବେ। ତମେ ଠିକ ଉପାୟ ବାହାର କରିଛ। ତାହେଲେ ଆଉ ଟିକେ ବିଳମ୍ବ ନ କରି ସେ ମୁହୂର୍ତ୍ତ ଯିବା ପୂର୍ବରୁ ଆମେ ଯାଇକି ତମ ବାପାଙ୍କ ଆଗରେ ଗୁହାରି କରିବା। ନିଶ୍ଚୟ ନିଶ୍ଚୟ ଶୁଣିବେ ନା ସିଏ? ନିଶ୍ଚୟ ମୋ ବିଶ୍ୱାସ ଅଛି ବାପା ଆମ କଥା ନିଶ୍ଚୟ ମାନିବେ। ଆଲେ ତାହେଲେ ବିଳମ୍ବ କରିବେ ନାହିଁ। ଚାଲ ଶୀଘ୍ର ଆମେ ଯିବା ତୁମ ଗୃହ ଅଭିମୁଖେ। ତାହେଲେ ଯିବା। ଚାଲ ଯିବା। ଠିକ ଅଛି ତାହେଲେ ଚାଲ।